नमस्कार सकाळ बड़ खबर सकाळ लाटेस्ट अपडेट आज ହେଉଛି ମାର୍ଚ୍ଚ 1 ତାରିଖ। এই ମାର୍ଚ୍ଚ 1 ତାରିଖ ଅବସରରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ହ୍ୱାଟ୍ସଆପ୍, ଟେଲିଗ୍ରାମ, ବ୍ୟାଙ୍କିଂ, ଗ୍ୟାସ୍ ଏବଂ ରେଲୱେ ଷ୍ଟେସନର ଅନେକ ନିୟମ ବଦଳିବାକୁ ଯାଉଛି। ଭଲ କି ଜାଣି ନିଅନ୍ତୁ ଏସବୁ, ନହେଲେ ଆପଣ ହେଇପାରନ୍ତି ଅସୁବିଧାର ଶିକାର, ଆପଣ ଭୋଗିପାରନ୍ତି ଅନେକ ସମସ୍ୟା। ଆଜିଠାରୁ ହିଁ ମାର୍ଚ୍ଚ 1 ତାରିଖରୁ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଦେଖିବା, ପ୍ରଥମତଃ ହ୍ୱାଟ୍ସଆପ୍ ବନ୍ଦ ହେଇଯିବ ସେଇମାନଙ୍କର ଯେଉଁମାନଙ୍କର ହ୍ୱାଟ୍ସଆପ୍ ଚାଲୁଛି ସତ, କିନ୍ତୁ ଅନ୍ୟ ସିମ୍ ନମ୍ବର ଆକ୍ଟିଭ୍ ହିଁ ଅଛି, ସେମାନଙ୍କର ଆଉ ହ୍ୱାଟ୍ସଆପ୍ ଚାଲିବ ନାହିଁ, ବନ୍ଦ ହେଇଯିବ। ଯଦି କମ୍ପ୍ୟୁଟରରେ ଆପଣ ଅନ୍ୟ ସିମ୍ ଦ୍ୱାରା ଚଲାଉଛନ୍ତି ତାହେଲେ ଅଟୋମେଟିକ୍ ସେ ଲଗ୍ ଆଉଟ୍ ହେଇଯିବ, ଆଉ ଚାଲିବ ନାହିଁ, ବନ୍ଦ ହେଇଯିବ। ଏଇଟା ପ୍ରଥମ ମାର୍ଚ୍ଚରେ ଚେଞ୍ଜ ହେଇଯାଉଛି, ନୂଆ ନିୟମ କାର୍ଯ୍ୟକାରୀ ହେଉଛି। ଏବଂ ଯଦି ଦେଖିବା, ଗ୍ୟାସ୍ର 49 ଟଙ୍କା ବୃଦ୍ଧି ହେଉଛି ଏବଂ ଘରୋଇ ଗ୍ୟାସ୍ର ଦାମ ଅପରିବର୍ତ୍ତିତ ରହୁଛି। ଅପରିବର୍ତ୍ତିତ ଦର ରହିବ, କୌଣସି ଠିକ୍ ହୋଇନାହିଁ, ସ୍ଥିର ହୋଇନାହିଁ। ଆଉ ଯଦି ଦ୍ୱିତୀୟରେ ଦେଖିବା, ରେଲୱେ ଷ୍ଟେସନରେ ମଧ୍ୟ ନୂଆ ଆପ୍ ମାଧ୍ୟମରେ ଆପଣ ଟିକଟ ବୁକିଂ କରିପାରିବେ। ଅନଲାଇନରେ ଯେ UPI ବ୍ୟବହାର କରୁଛନ୍ତି, ଗୁଗଲ ପେ, ଫୋନ୍ ପେ, ଅନେକ UPI ମାଧ୍ୟମରେ ବ୍ୟବହାର କରୁଛନ୍ତି। ଏସବୁ ଅନଲାଇନ୍ UPI ଆହୁରି ମଜବୁତ ହେବ। ଆପଣଙ୍କର ଆଉଥରେ ବାୟୋମେଟ୍ରିକ୍ କରାଯିବ, ଆପଣଙ୍କର ଆଉଥରେ ଆଧାର କାର୍ଡ଼ ବି ଚେକ୍ ହେବାର ସମ୍ଭାବନା ଅଛି। ଚେକ୍ କରିକି ଆଉଥରେ ଆପ୍ଲାଏ ହେବାର ସମ୍ଭାବନା ଅଛି। ବାୟୋମେଟ୍ରିକ୍ ଚେଞ୍ଜ ହେବ ଏବଂ ସମ୍ପୂର୍ଣ୍ଣ ଭାବରେ ଷ୍ଟ୍ରଙ୍ଗ ଏବଂ ମଜବୁତ କରାଯିବ UPI, ଯାହାଦ୍ୱାରା କି ଅନେକ ଲାଭବାନ ଆପଣ ପାଇବେ। ମାର୍ଚ୍ଚର ଆରମ୍ଭରୁ ହିଁ ଆଜି ହିଁ ଆରମ୍ଭ ହେବାକୁ ଯାଉଛି ଏସବୁ ନିୟମ। ଏବେ ହିଁ ଜାଣି ରଖନ୍ତୁ ଏସବୁ ନିୟମ, ନହେଲେ ଆପଣ ବି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଯାହା ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।